ନମସ୍କାର। ରାଜ୍ୟ ରାଜନୀତିର ହାୱା ଏବେ ଉଜାଣି ବୋହିବାରେ ଲାଗିଛି, ଯାହା ଫଳରେ ଯେଉଁ ନେତାମାନେ ବର୍ଷ ବର୍ଷ ଧରି ନିଜ ନିର୍ବାଚନ ମଣ୍ଡଳୀକୁ ନିଜର ଅଜୟଗଡ଼ରେ ପରିଣତ କରିଥିଲେ, ସେମାନଙ୍କ ଆଖିରୁ ଏବେ ନିଦ ହଜିଗଲାଣି। ଫଳରେ ସେମାନେ ଭବିଷ୍ୟତ ନେଇ ବିଳି ବିଳେଇବା ଆରମ୍ଭ କଲେଣି। ସଂସଦର ବିଶେଷ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଯେତିକି ପାଖେଇ ଆସୁଛି, ଓଡ଼ିଶାର ରାଜନୈତିକ ମାନଚିତ୍ରରେ ପରିବର୍ତ୍ତନର ଭୟ ସେତିକି ସେତିକି ବଢ଼ିବାରେ ଲାଗିଛି। ଏହା କେବଳ ଏକ ସାଧାରଣ ନିର୍ବାଚନ ପ୍ରସଙ୍ଗ ନୁହେଁ, ବରଂ ଏହା ହେଉଛି ରାଜନୈତିକ ଭୂମିକମ୍ପର ପୂର୍ବ ଆଭାସ। ସୀମା ପୁନଃ ନିର୍ଦ୍ଧାରଣ ବା ଡିଲିମିଟେସନର ଏହି ନୂଆ ରୂପରେଖ ଓଡ଼ିଶାର ଅନେକ ହେଭିୱେଟ୍ ନେତାଙ୍କ ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲଗାଇ ଦେଇଛି। କ'ଣ ରହିଛି ସେ ପ୍ରଶ୍ନବାଚୀ, ଆଜିର ଏ ସ୍ୱତନ୍ତ୍ର ଅଧ୍ୟାୟରେ ଆଲୋଚନା କରିବା। ଆପଣମାନେ ଦେଖୁଥାନ୍ତୁ ପୂର୍ବ ଭିଡ଼ିଓ। ମୋର ଆପଣମାନଙ୍କୁ ଅନୁରୋଧ, ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ବନ୍ଧୁମାନଙ୍କ ସହିତ ଅଧିକରୁ ଅଧିକ ସେୟାର କରନ୍ତୁ। ଦର୍ଶକ ବନ୍ଧୁ, ଦେଶର ଜନସଂଖ୍ୟାକୁ ଆଧାର କରି ଲୋକସଭା ଆସନ ସଂଖ୍ୟା 543ରୁ ବଢ଼ି 850 ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଯଦି ଏହି ଗାଣିତିକ ସମୀକରଣ କାର୍ଯ୍ୟକାରୀ ହୁଏ, ତେବେ ଓଡ଼ିଶା ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ହେବ। ବର୍ତ୍ତମାନ ଓଡ଼ିଶାରେ 21ଟି ଲୋକସଭା ଆସନ ରହିଛି। ଏହା ବୃଦ୍ଧି ପାଇ 28 କିମ୍ବା 32 ପର୍ଯ୍ୟନ୍ତ ହୋଇପାରେ। ଯେତେବେଳେ ଓଡ଼ିଶା ଆସନ ସଂଖ୍ୟା ବଢ଼ିବ, ସେତେବେଳେ ନୂଆ ନିର୍ବାଚନ ମଣ୍ଡଳୀ ନିଶ୍ଚିତ ସୃଷ୍ଟି ହେବ। ଏହାର ଅର୍ଥ ହେଉଛି ପୁରୁଣା ଭୋଟର ତାଲିକା ଏବଂ ଭୌଗୋଳିକ ସୀମାରେ ବଡ଼ ଧରଣର ପରିବର୍ତ୍ତନ ହେବ। ଯେଉଁ ନେତାମାନେ ବର୍ଷ ବର୍ଷ ଧରି ଏକ ନିର୍ଦ୍ଦିଷ୍ଟ ଜାତି କିମ୍ବା ଗୋଷ୍ଠୀର ସମର୍ଥନରେ ଜିତି ଆସୁଥିଲେ, ସେମାନଙ୍କ ପାଇଁ ନୂଆ ସୀମା ମଧ୍ୟରେ ନିଜକୁ ପ୍ରମାଣିତ କରିବା ଏକ ବଡ଼ ଆହ୍ୱାନ ହେବ। ଏହି ପରିବର୍ତ୍ତନ ଫଳରେ ଅନେକ ସୁରକ୍ଷିତ ଆସନ ନେତାମାନଙ୍କ ପାଇଁ ଅସୁରକ୍ଷିତ ହୋଇପାରେ। 2023ରେ ସଂସଦରେ ଗୃହୀତ ହୋଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। 1/3 ଅର୍ଥାତ୍ 33% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଫଳରେ ଓଡ଼ିଶାର ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ଓଲଟ ପାଲଟ ହୋଇଯିବ। ଯଦି ଓଡ଼ିଶାରେ 28ଟି ଲୋକସଭା ଆସନ ହୁଏ, ତେବେ ଅତି କମରେ 9ଟି ଆସନରେ ମହିଳାମାନେ ହିଁ ପ୍ରତିଦ୍ୱନ୍ଦିତା କରିବେ। ଏହି 9ଟି ଆସନ ମଧ୍ୟରୁ 6ଟି ସାଧାରଣ ବର୍ଗରୁ ଏବଂ 3ଟି ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ତେବେ ସମସ୍ୟା କେଉଁଠି? ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଉପଯୁକ୍ତ ପ୍ରାର୍ଥୀ ଚୟନ। ଓଡ଼ିଶାରେ ବିଜୁ ଜନତା ଦଳ ଏବଂ କଂଗ୍ରେସ ପାଖରେ ମହିଳା ନେତୃତ୍ୱ ରହିଥିଲେ ମଧ୍ୟ ଏତେ ବଡ଼ ସଂଖ୍ୟାରେ ଜିତିବା ଭଳି ମହିଳା ଚେହେରା ଖୋଜିବା ବଡ଼ କଷ୍ଟକର ହେବ। ଅନ୍ୟପଟେ ବିଜେପି ନିଜର କେନ୍ଦ୍ରୀୟ ସଂଗଠନ ଏବଂ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତାଙ୍କ ବଳରେ ଏହି ସମସ୍ୟାକୁ ସହଜରେ ସମାଧାନ କରିବାକୁ ରଣନୀତି ପ୍ରସ୍ତୁତ କରୁଛି। ଯେଉଁ ପୁରୁଷ ନେତାମାନେ ନିଜ ଆସନ ବଞ୍ଚାଇବାକୁ ଚାହୁଁଥିଲେ, ସେମାନଙ୍କୁ ଏବେ ନିଜ ପତ୍ନୀ କିମ୍ବା ପରିବାରର କୌଣସି ମହିଳାକୁ ଆଗକୁ ଆଣିବାକୁ ପଡ଼ିପାରେ। 2008 ମସିହାର ସୀମା ପୁନଃ ନିର୍ଦ୍ଧାରଣ କଥା ଆପଣମାନେ ମନେ ପକାନ୍ତୁ। ସେତେବେଳେ ଦେବଗଡ଼ ଭଳି ଅନେକ ଆସନର ସ୍ଥିତି ବଦଳି ଯାଇଥିଲା। ଭଦ୍ରକ, ଯାଜପୁର କିମ୍ବା ସୁନ୍ଦରଗଡ଼ ଭଳି ଜିଲ୍ଲାଗୁଡ଼ିକରେ କେତେକ ଆସନ ସଂରକ୍ଷିତ ହୋଇଯିବା ଫଳରେ ଅନେକ ହେଭିୱେଟ୍ ନେତାମାନେ ନିର୍ବାଚନ ମଣ୍ଡଳୀ ହରାଇ ବସିଥିଲେ। 17 ଏବଂ 18 ତାରିଖ ମଧ୍ୟରେ ଯେତେବେଳେ ନୂଆ ନିର୍ବାଚନ ମଣ୍ଡଳୀ ଚିଠା ପ୍ରସ୍ତୁତ ହେବ, ସେତେବେଳେ ଜଣାପଡ଼ିବ କେଉଁ ନେତାଙ୍କ ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ବର୍ଗକୁ ଯାଉଛି। ଯଦି ଜଣେ ପ୍ରଭାବଶାଳୀ ପୁରୁଷ ନେତାଙ୍କ ଆସନ ମହିଳା କିମ୍ବା SC STଙ୍କ ପାଇଁ ସଂରକ୍ଷିତ ହୁଏ, ତେବେ ତାଙ୍କର ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯିବ, ଏଥିରେ ଦ୍ୱିମତ ନାହିଁ। ସେମାନଙ୍କୁ ହୁଏତ ପଡ଼ୋଶୀ ନିର୍ବାଚନ ମଣ୍ଡଳୀକୁ ଯିବାକୁ ପଡ଼ିବ, ଯେଉଁଠି ପୂର୍ବରୁ ଅନ୍ୟ ଜଣେ ନେତା ଜମି ରହିଛନ୍ତି। ଏହା ଫଳରେ ଦଳ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିବାର ଆଶଙ୍କା ଯଥେଷ୍ଟ ରହିଛି। ଏହି ସମଗ୍ର ପ୍ରକ୍ରିୟାରେ ଭାରତୀୟ ଜନତା ପାର୍ଟି
राज्ୟରେ ଏବେ ସବୁଠାରୁ ଅଧିକ ସୁବିଧାଜନକ ସ୍ଥିତିରେ ରହିଛି। କାରଣ କେନ୍ଦ୍ରରେ ସେମାନଙ୍କ ସରକାର ଅଛି ଏବଂ ସମଗ୍ର ଡିଲିମିଟେସନ ପ୍ରକ୍ରିୟା ଉପରେ ସେମାନଙ୍କର ସୂକ୍ଷ୍ମ ନଜର ରହିଛି। ବିଜେପି ପାଖରେ ଓଡ଼ିଶାରେ ସଂଗଠନ ବଢ଼ାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଅନ୍ୟପଟେ କଂଗ୍ରେସ ଏବଂ ବିଜେଡି ପାଇଁ ନିଜର ପୁରୁଣା ଦୁର୍ଗ ବଞ୍ଚାଇବା ହିଁ ମୁଖ୍ୟ ଲକ୍ଷ୍ୟ ହେବ। ଓଡ଼ିଶା ରାଜନୀତିରେ ଆସୁଥିବା ଏହି ଝଡ଼ କାହାକୁ କ୍ଷମତାର ଶୀର୍ଷକୁ ନେବ ଏବଂ କାହାକୁ ଇତିହାସ ପୃଷ୍ଠାରେ ସୀମିତ କରିଦେବ ତାହା କେବଳ ସମୟ ହିଁ କହିବ। ମହିଳା ସଂରକ୍ଷଣ ଏବଂ ସୀମା ପୁନଃ ନିର୍ଦ୍ଧାରଣର ମିଳିତ ପ୍ରଭାବ ଓଡ଼ିଶାରେ ଏକ ନୂଆ ପିଢ଼ିର ନେତୃତ୍ୱ ସୃଷ୍ଟି କରିବାର ସମ୍ଭାବନା ରଖୁଛି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଅନେକ ପରିଚିତ ଚେହେରା ଆଗାମୀ ଦିନରେ ନିର୍ବାଚନ ମଇଦାନରୁ ଗାୟବ ହୋଇଯାଇପାରନ୍ତି। ରାଜନେତାମାନଙ୍କ ଛାତିର ଧକ୍ ଧକ୍ ଶବ୍ଦ ଏବେ ଓଡ଼ିଶାର ପୁର ପଲ୍ଲୀରେ ଶୁଭୁଛି। ଆସନ୍ତାକାଲିର ସୂର୍ଯ୍ୟୋଦୟ କେତେକ ନେତାଙ୍କ ପାଇଁ ଆଶାର କିରଣ ଆଣିବ, ଆଉ କେତେକଙ୍କ ପାଇଁ ଅସ୍ତଗାମୀ ସୂର୍ଯ୍ୟର ସନ୍ଦେଶ ଦେବ, ତାହା ଉପରେ ସାରା ରାଜ୍ୟର ନଜର ରହିଛି। ଦର୍ଶକ ବନ୍ଧୁ, ଏହି ପ୍ରସଙ୍ଗରେ ଆପଣମାନଙ୍କର ମତାମତ କ'ଣ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ବନ୍ଧୁମାନଙ୍କ ସହିତ ଅଧିକରୁ ଅଧିକ ସେୟାର କରନ୍ତୁ। ନ୍ୟୁଜ୍ର ଅଧିକ ଅପଡେଟ୍ ପାଇଁ ଆମ ଚ୍ୟାନେଲ ପୂର୍ବ ପକ୍ଷକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଏଇଠି ଶେଷ କରୁଛି ଆଜିର ସ୍ୱତନ୍ତ୍ର ଅଧ୍ୟାୟ। ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ଦେଖୁଥାନ୍ତୁ ଆମ ଚ୍ୟାନେଲ ପୂର୍ବ ପକ୍ଷ। ନମସ୍କାର।